ସୁଆଦିଆ ଛେନାମଣ୍ଡା ଖାଇବା ପାଇଁ ମାରିବାକୁ ପଡ଼ିଲା 600 ଦଣ୍ଡ ବୈଠକ। ଆମ ଘରର ପରମ୍ପରା ଅନୁଯାୟୀ ପୁଷ ମାସର ପ୍ରଥମ ଗୁରୁବାରରେ ମାଣ ଉଜୁଆଯାଏ। ମା ଲକ୍ଷ୍ମୀ ସାଆନ୍ତାଣୀଙ୍କ ପିଠାଭୋଗ ମଧ୍ୟରୁ ଛେନାମଣ୍ଡା ମୋର ଭାରି ପ୍ରିୟ। ବୋଉ ବିଗିଡ଼ିବା ପୂର୍ବ ରାତି ସୁଦ୍ଧା ସୁନ୍ଦର ଜାଗା ନିକଟରୁ ଛେନା କିଣି ତାକୁ ଧରେଇ ଦେଲି। ଏପଟେ ଝୋଟି ଓ ଚିତାରେ ସ୍ନାତକୋତ୍ତର କରିଥିବା ମୋ ସାନ ଭଉଣୀକୁ ଘରକୁ ଡକରା ଆସିଲା। ଚାଉଳ ବାଟି ମା ଓ ଝିଅ ମିଶି ମୋତେ ବିଲେଇକୁ ଧରି ଡେଇଁ ଡେଇଁ ଚାଲିବାକୁ ବିବଶ କଲେ। ସକାଳୁ ଉଠି ପିଠା ମୋର ଓଜନ ବଢ଼େଇବା ପୂର୍ବରୁ ମୁଁ 600 ଦଣ୍ଡ ବୈଠକ ମାରି ଓଜନ ଟିକେ କମେଇ ଦେଲି। ଏପଟେ ବୋଉ ଖଳି କରିବାରେ ଲାଗିଥାଏ। ଦେଶୀ ଗୁଡ଼ ମିଶ୍ରିତ ପୁଷ୍ଟିସାର ଓ ଶ୍ୱେତସାର ଯୁକ୍ତ ଏହି ପିଠାଟି ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ନିତ୍ୟକର୍ମ ଶେଷ କରି ମହାଲକ୍ଷ୍ମୀଙ୍କୁ ଭୋଗ ଉପରାନ୍ତେ ପେଟେ ଛେନାମଣ୍ଡା ଖାଇବା ପରେ ମୋ ସ୍ମୃତି ରୂପକ ପୁସ୍ତକରେ ଚତୁର୍ଥ ଗଳ୍ପ ଯୋଡ଼ି ହୋଇଗଲା ଓ ତାର ନାମ ହେଲା ସାଆନ୍ତାଣୀଙ୍କ ଛେନାମଣ୍ଡା। ଜୟ ଜଗନ୍ନାଥ।